ବାପା ମୁଁ ଟ୍ୟୁସନକୁ ଯାଉଛି ଆଉ ଆସିଲେ ମୋତେ ଗୋଟେ ଟଙ୍କା 20 ଟଙ୍କା ଦେବ ମୁଁ ସ୍କୁଲକୁ ଯିବି ଆଉ ଟିକେ ଖର୍ଚ୍ଚ କରିବାର ଅଛି ନା ବଡ଼ ହେଲିଣି ନା ଏଥର ଏହା ସବୁ ନ କଲେ ହେବ। ଆରେ ଶୁଣେ ଦେଖେ ତୁ ବଡ଼ ପିଲାଟେ ହେଲୁଣି ସବୁବେଳେ ସତ କଥା କହ ଆଉ ପରିଶ୍ରମୀ ହୁଅ ଦେଖିବୁ ତୋ ଜୀବନ ଆପେ ଆପେ ଉଜ୍ଜଳମୟ ହେବ। ପଇସା ପତ୍ର ଖର୍ଚ୍ଚ କରିବା କଥା କହୁଛୁ ତ ସେଗୁଡ଼ାକ ତୋତେ ଯାହା ଦରକାର ମୁଁ ଯୋଗେଇବି ହେଲେ ତୁ ଭଲ ପାଠ ପଢ଼େ ଆଉ ଆମମାନଙ୍କ ନାଁ ରଖିବା ସହ ପରିଶ୍ରମ କରେ ସତ କଥା କହ ଭଲ ହେବ ତୋତେ। ଓହୋ ବାପା ସକାଳୁ ସକାଳୁ ସେ ଜ୍ଞାନ ଦେବାଟା ବନ୍ଦ କର। ଯେତେବେଳେ ତ ଦେଖୁଛ ଗାରୁ 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 ହେଉଛ ନହେଲେ ମୋତେ ହିଁ କିଛି କହିଥାଉଛ ଆଉ କିଛି କାମ ଧନ୍ଦା ତ ତମର ନଥାଉଛି। ଶଳା ଟଙ୍କା 20 ଟଙ୍କା ମାଗିଲି ସ୍କୁଲକୁ ଯି ଆଇଲେ ଖର୍ଚ୍ଚ କରିକି ଟିକେ ଟିଉସନ ଏବେ ଯିବି ହେଲେ ସେ ବୋପାଟା ଦେବାକୁ ନାହିଁ ବୁଢ଼ାଟା ଶଳା ମରତ ନା କି। ହଁ ଯାଏ ଭାଇ କିନ୍ତୁ ସେଇଠୁ ଏତିକି ଯାକ ବାଟ ଆସିଲା ବେଳକୁ ଆମ ହୋସ୍ ଆଉ ଥିବ ତି ଆଉ ଭାବିଚିନ୍ତି କାମଟା ଟିକେ କରିବାକୁ ପଡ଼ିବ ନହେଲେ ଭାଇ ପସ୍ତେଇବା ହାତକୁ ଲସ୍ ହବ। ସତ କଥା ବଡ଼ ଭାଇଟା ବୋଲି କହୁଛି ସିନା କିନ୍ତୁ ହାତକୁ ଲସ୍ ହବ। ଶୁଣ ମଦନ ଭାଇ ତମେ ଏବେ ଯାଅ କାରଣ ମୋ ମାମୁଁ ଏବେ ଗଲାଣି ମୋତେ ନିଶ୍ଚୟ ଦେଖିଦେଇଥିବେ ମୁଁ ଏବେ ଶୀଘ୍ର ଘରକୁ ନ ଗଲି ନା ନାମଟା ନେବିରେ ବାପ। ଆରେ ବାପ ଶଳା ତତେ କହୁଛି ଆରେ ବାପ ରଘୁଆ ତୁ ଶଳା ବେଶୀ ରଙ୍ଗ କାଟୁଛୁ ନାଇଁ ରା ଶଳା ପାଠ ପଢ଼ୁଛୁ ହେଲେ ବେଶୀ ଗର୍ବ ହେଉଛି ମନରେ ନାଇଁ ମୋ ମୁହଁଦିରା ବାଜିଗଲେ ବାଟକୁ ପଳେଇବା ଏ ରଙ୍ଗ କେତେ ଘଡ଼ିଆ ପାଣି ବାଜିଲେ ଯିବ ଛାଡ଼ିରେ ମୁଁ ଚିହ୍ନିଛି ତୁ କି ନାଇଁ ପିଲାଟା ଶଳା ପାଠ ହେଉଛି ହେଲେ ଗର୍ବ ହେଉଛି ତୁ କାଉ କିଅଁ କହୁଛୁ ମୁଁ ତତେ କିଅଁ କହୁଛି ସବୁବେଳେ ମୋ କଥା ସବୁବେଳେ ତୁ ଶୁଣୁତୁ ହେଲା ତୁ ତୋର ଓପିନିଅନ୍ ମୋତେ ଦେଉନଥା ଶଳା ଇଂଲିଶଟେ କହିଦେଲି ହେଲା ଭୁଲ ହେଲେ ମାଫ କରୁ କିନ୍ତୁ ଏରା ଜାଣିଥା ତୁ। କିନ୍ତୁ ମୁଁ ତ ସେମିତି କିଛି କରିନି। ନାଇଁ ତୁ ସେଇଟା ଭୁଲ ଭାବୁଛୁ ବୋଧେ ମୋର ଏପରି ବୁଦ୍ଧି ନାହିଁ ରେ। ହଉ ଶୁଣେ ଏତେ କଥା ନାହିଁ ତୋର ମୋର ଆଜିଠୁ ଆଉ କଥାବାର୍ତ୍ତା ବନ୍ଦ ହେଲା ତୁ ତୋ ବାଟରେ ପାଠ ପଢ଼େ ମୁଁ ମୋ ବାଟରେ ପାଠ ପଢ଼ୁଛି ହେଲା ଦେଖିବା ଆଉ କିଏ କାହାକୁ ଟପଉଛି ଆଉ ତମେ ମାନେ ସବୁ ଏବେ ଟପର ହଉଛ ଟପର ଶଳା ଥାଉ ତମର ବମ୍ପର ନ ଫଟେଇ ଦେଇଛୁ ମୋ ନାଁ ନାହିଁ ରେ। ଦେଖ ତୋ ସହିତ ମୁଁ ମିଶିଛି ମୋ ସାଙ୍ଗ ବୋଲି ଭାବିକିରି ତୁ ଯଦି ଏମିତି କଥାବାର୍ତ୍ତା କରିବୁ ସବୁ ସାଙ୍ଗସାଥିମାନଙ୍କୁ ଏମିତି ବ୍ୟବହାର କରିବୁ ତୋ ସହିତ ତ କିଏ ମିଶିବେନି ତା ସହିତ ମୋ ସହିତ ବି କିଏ ମିଶିବେନି ଆଉ ମୁଁ ସାଙ୍ଗସାଥି ବିନା ରହିପାରିବିନି। ତୁ ଏକଲା ଆସୁଛି ନା କିନ୍ତୁ ଏପରି ବ୍ୟବହାର କାହିଁକି କରୁଛୁ ବଦଳା ନହେଲେ ଭାରି ପସ୍ତେଇବୁ ରେ ବାପ। ରହିଲା ଆଉ ତୁ ତ ରହିଲୁ ରେ ଆଉ ମୋ ପାଖରେ ରହୁ ଶଳା ମୋର ଖୋବି ଖୋଜୁ ମୁଁ ତ ତାକୁ କହିଲି ତୋ ମୁଣ୍ଡଟା କାଣା ବଥଉଛି ରେ ଯିଏ ଯାହା କରୁଛୁ କରୁରେ ତୁ ଶଳା ଇଚ୍ଛା ପାଇଲେ ମୋ ଦେଲେ ମିଶିଲେ ମିଶେ ନହେଲେ ନାହିଁ ଯା ମୋତେ ଏତେ ଯାତ୍ରା ଦରକାର ନାହିଁ ଜୀବନରେ ତୋର ଭଳିଆ କେତେ ଆଏ ଶଳା କେତେ ଯିଏ ସାଙ୍ଗ କି ସାଙ୍ଗରେ ତମେ ଏନେ ପାଖରେ ଥିଲା ଯାହା ଥିଅରେ ତାପରେ ପଛଆଡ଼େ ବୁଲି ପଡ଼ିଲେ ଶଳା ଗୋବା ଗୋବା ମାରୁଛ ମୁଁ ଜାଣିଛି ତମ ବୁଦ୍ଧି ଯାହା ଜାଣିଛି। ଆରେ ଭାଇନା ନମସ୍କାର କେମିତି ଅଛନ୍ତି ଆଉ ସବୁ ଭଲ କୁଶଳ ନା? ହଁ ଷୋଳକ ମହାଶୟ ମୁଁ ପୁରା ଭଲରେ ଅଛି ବିନ୍ଦାସରେ ଅଛି ଖାଲି ତମର ସେଇ ଭଣଜା ଟୋକାଟାର ଟିକେ ଚିନ୍ତା ଆଉ କ'ଣ କରିବ ସିଏ କିଛି ଜାଣି ହଉନି। ହେଲେ ତୁ ସେ କଥା ଛାଡ଼େ ଆଉ ବାପା ବୋଉ କେମିତି ଅଛନ୍ତି କହ ଆଉ ତୋ ଦେହ ପାହ କେମିତି ଅଛି କହ ସବୁ ଭଲରେ ଅଛନ୍ତି ତ ଆଉ ତୋର ସେଇ ସୁସାରିଆଟା ବା କୁଆଡ଼େ ଗଲା କାହିଁ ତାକୁ ଟିକେ ଧରିକି ଆସିଥିଲେ ହେନ୍ତାନି। ଆରେ ଭାଇନା ଶୁଣ ମୋ କଥାଟା ଧ୍ୟାନ ଦେଇକିରି ଶୁଣ ଯଦି ତମେ ତାକୁ ଏବେଠୁ ସୁଧାରିବନି ଭବିଷ୍ୟତରେ ବହୁତ ପସ୍ତେଇବ। ଆରେ ମୁଁ ଏବେ ଆସିଲା ବେଳକୁ ବାଟରେ ଦେଖିଲି ଟ୍ୟୁସନ୍ ନ ଯାଇକି ସେ ସେଇଠି ସାଙ୍ଗମାନଙ୍କ କତିରେ ଯୁକ୍ତି ତର୍କ କରିକି ମାଡ଼ଗୋଳ କରୁଛି ଏଭଳି ପିଲା ତମେ କ'ଣ କରିପାରିବ କି? ତେଣୁ ଏବେଠୁ ହିଁ ତମେ ସୁଧାରିବାକୁ ଚେଷ୍ଟା କର। ଦେଖ ଗୋଟେ ଉଦାହରଣ ଦେଉଛି ମାଠିଆଟାକୁ କୁମ୍ଭାର ଯେମିତି ଗଢ଼ିବାକୁ ଚାହିଁବ ଗଢ଼ିପାରିବ ଭଲରେ ଗଢ଼ିଲେ ହେଲା ନହେଲେ ସେ ମାଠିଆ ନଷ୍ଟ ହେଲା। ସେହିପରି ପିଲାମାନେ ଛୋଟ ଥିବା ସମୟରେ ଆମେ ତାଙ୍କୁ ସୁଧାରିବାକୁ ପଡ଼ିଥାଏ। ଶୁଣେ ମୁଁ ବାବା ତୋ ନାନୀ ସମସ୍ତେ ବୁଝେଇ ବୁଝେଇ ହାଲିଆ ହେଲୁଣି କିନ୍ତୁ ନା ସେ ଆମ କଥା ଶୁଣୁଛି ନା ନିଜେ ବଦଳିବାକୁ ଚେଷ୍ଟା କରୁଛି। ଶିକ୍ଷକମାନେ ବି କହୁଛନ୍ତି ନିଜେ ପରିସ୍ଥିତି ଆସିଲେ ହିଁ ସିଏ ବଦଳିବ ଆଉ କିଛି ମୁଁ କରିପାରିବିନି।
ଜେଜେ କୁଆ ଗଲ? ସବୁବେଳେ ତ ସେ କାଠ ଖଟ ଖଟରେ ତମ ଜୀବନ ଗଲା, ଆଉ କ'ଣ କରିବ? ସେ କାଠ ଏକା ଗାଁକୁ ତ ଏ ଜୀବନଟା ଚାଲିଥାଉ ତମର। ସେଟା ବୁଢ଼ା ବୟସରେ ଟିକେ ବସିକି ଖାଇଲେ ହଉନି? କି ହଁ ଜେଜେ, ଏତେ ସମୟ ଧରି ସେ କାଠଟାକୁ କ'ଣ ଘଷୁଥିବା? କ'ଣ ମିଳୁଛି ତମକୁ? ସେଟା କିଛି ନାହିଁ, ସେ କାଠ ତ କାଠ, କଲର ମାରିଲେ ବଢ଼ିଆ ସୁନ୍ଦର ଦିଶିବ। ଏତେ ଘଷିଲେ କ'ଣ ଫାଇଦା ଅଛି ସେଥିରେ କହୁନ? ଆରେ ବାପା ଶୁଣେ ଦେଖେ, କାଠକୁ ଯେତେ ଘଷିବୁ, ଯେତେ ଚିକ୍କଣ କରିକି ପଲିସ୍ କରିବୁ, ସେତେ ଭଲ ଦିଶିବ ଆଉ କାଠରେ ଫିନିସିଂ ଆସିବ। ସେହିପରି ଆମ ଜୀବନରେ ଯେତେ କାମ କରୁଛୁ କରେ, ଯେତେ ଭଲ କାମ କରିବୁ ଆଉ ଯେତେ ଭଲ କଥାବାର୍ତ୍ତା କରିବୁ, ସମସ୍ତଙ୍କ ପାଖରେ ଆଦର୍ଶର ଛାତ୍ର ପାରି ହେଇପାରିବୁ। ତୋର ଭଳିଆ ଯଦି କାରୁ ହବି ନା, ଶଳା ମୋ ଜୀବନଟା ବର୍ବାଦ ହେଇଯିବ ରେ। ଜେଜେ, ଆରେ ଯଦି କାଠକୁ ପଲିସ୍ କଲେ ସୁନ୍ଦର ଦିଶିବ, ତାହେଲେ ଦରପୁର କାଠଟାକୁ ଯଦି ମୁଁ ଆଣିଦେବି, ତମେ ପଲିସ୍ କରି ସୁନ୍ଦର କରିପାରିବ କହିଲ? ଏତେ ଯଦି ବାହାଦୁରୀ କାମ ଯାହା କରୁଛ, କହିଲ କୁହ। ଆରେ ବାଇଆ, ଆରେ କଥାରେ ଅଛି ବରାରେ, ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପଡ଼ା କାଠେ। ସେମିତି କାଠକୁ ତୁ ଦରପଡ଼ା କାଠ ନୁହଁ, ଦରପଡ଼ା କାଠକୁ ତୁ ଯେତେ ପଲିସ୍ କରେ, ଯେତେ ଚିକ୍କଣ କର, କିନ୍ତୁ ସିଏ ନିଜର ସ୍ୱଭାବ ପାଇଁ ଆସିପାରିବନି, କାରଣ ସିଏ ବା ପୋଡ଼ିଯାଇଛି। ଶୁଣେ, ଆମ ଜୀବନ ବି ସେମିତିକା। ଆମେ ନିଜେ ଯଦି ସୁଧାରିବାକୁ ଚାହିଁବା, ତାହେଲେ ଆମେ ଭଲ ମଣିଷ ହେବା, ଆଉ ଯଦି ଅଯୋଗ୍ୟ ହେବାକୁ ଚାହିଁବା, କେହି ଆମକୁ କିଛି କରିପାରିବେନି। ଓହୋ ଜେଜେ, ତମେ ତ ଆଉଥରେ ବାପାଙ୍କ ଭଳିଆ ଜ୍ଞାନ ଦେବା ଆରମ୍ଭ କରିଦେଲ ଆଉ। ଦିନ ରାତି କିଛି ତ କାମ ଧନ୍ଦା ନଥାଉଛି, ସେ କାଠ ଖଟ କର, ନହେଲେ ମୋତେ ହିଁ ସୁଧାରିବାରେ ଲାଗିତ। ଛାଡ଼ ବା, ମୁଁ କ'ଣ ବଦଳିବି ନା କ'ଣ? ଆରେ ପିଲାମାନେ କି ବଡ଼ମାନେ, ଯିଏ ବି ଦେଖୁଛ ଦେଖ, ମୁଁ ତମ ଗୁରୁଜନ ପରିକା। ଶୁଣ, ଆମ ଭିଡ଼ିଓ ଯାକୁ ଦେଖୁଛ, ବହୁତ ମାତ୍ରାରେ ଦେଖୁଛ, ମୁଁ ଜାଣିଛି ଯେ, କିନ୍ତୁ କ'ଣ ହେବ, ଯେତେ ମାତ୍ରାରେ ଭିଡ଼ିଓକୁ ଦେଖୁଛ, ଲାଇକ୍ ସେୟାର ସବସ୍କ୍ରାଇବ୍ କିଛି ବି କରୁନ, ସେଗୁଡ଼ାକ ବି ଟିକେ କର, ଯାହାଫଳରେ ଆମେ ଆଦର୍ଶ ଅନୁପ୍ରାଣିତ ଭଳିଆ ନୂଆ ଗପ ତମମାନଙ୍କ ପାଇଁ ଆଣିବୁ। ଆରେ ମା, ଆଉ ଗୋଟେ କଥାଟେ କହିଲ, ମୁଁ ତ ସମସ୍ତଙ୍କ ଥିଲେ ଟିକେ ରାଗିକି କଥା ହେଇଯାଉଛି ବୋଲି, ଆଉ ସମସ୍ତଙ୍କୁ ଟିକେ ଖରାପ ବ୍ୟବହାର କରୁଛି ବୋଲି, ମୋ ସହିତ କିଏ ବି ମୋ ସହିତ ଭଲରେ ମିଶୁନାହାନ୍ତି କି ମୋ ସହିତ ସାଙ୍ଗ ହେଉନାହାନ୍ତି। ଏଇଟା କ'ଣ ମୋର ଠିକ୍ ହେଇଛି ନା ଭୁଲ ହେଇଛି କହିଲ? देख बाबा, किए बुझु कि न बुझु, मु तो मनर कथा बुझुछि। मु जानि पारुछि तोर भूल कोठ रहुछि आ तू कौन परिवर्तन करबा को पड़िबो। तू तोर प्रथम भूल होछि तू समस्तंकु व्यवहार ठीक करूना एवं निजकु केबे परिवर्तन करबा को चेष्टा करूना। जदि निजे बदल जिबु ताहले दुनिया तो सहित ठीक रे मिसिबो, भलर कथबार्ता हबो और समस्ते तो सहित ठीक रे मिलामिशा करी जीवन यापन करिवे। तू एबे बदलिबा हो मा, एथर तमे कहछ बोली मु काहाको किछि खराब व्यवहार करबिनी कि किछि एपरि जिनिस कहबिनी जहा फଳରେ ताकू दुख लागिबो। मु ठीक व्यवहार करबी एवं बदली जीवी, भल पाठ पढ़ी आ तम मानक ना रखी। हेले माँ मु एबे आसुची, जहाकू जहाकू मु किछि कहिछि सेमानकू भूल मागिबी आ तांको सहित ठीक रे मिसिबी। किरे एबे माँ कहला बेलकू मुंडरे पशिला ना, मु तते सेबुठू बुझुचे बुझिनु। माँ बोला सीए जिमिति बुझेइबा तम माने सिमिति ही बुझिबो। शुणे जा समस्त की क्षमा मागी दे एवं भल व्यवहार करे, भल मनुष्य होगा चेष्टा करे, निश्चय तोर मंगल हेब एवं मु आशीर्वाद तो ऊपर रखी। तू सब भल था आमती हस खुशी रहुता। हाँ जे मु आसचे, मु जीवी प्रहलाद राजेश समस्त पाखक जीवी। मोर भूल होती से भूल मागिबी, आउ टिके मजा मस्लिस करी खेलबुल करी संध्यार आसबि। संध्यार आसिले तमे मते पुणी थे ज्ञान दब। अरे राग नबिया, मु भलर कहूँ बा, माने किसी भल कथा कहब, सेटा को शुणिकी काम लगेबी। आउ
ଆରେ ରାଜେଶ ମୋ ସାଙ୍ଗ ମୋ ଭାଇ ମୋ ଗେଲୁ ମୋ ସୁନାଟା ବା ଶୁଣେ ମୁଁ ଆଉ ତତେ ଏବେ ଆଉ କେବେ ବି ଖରାପ ବ୍ୟବହାର କରିବିନି କିଛି ଗାଳି ମନ୍ଦ କରିବିନି ହେଲା। ଶୁଣେ ଏଥର ଆମେ ମିଶିକି ପାଠ ପଢ଼ିବା ସାଙ୍ଗ ହବା ଖେଳି ବୁଲିକିରି ମଜା ମଜଲିସ୍ କରିବା। ଆଉ ଏବେ ତତେ କିଛି କରିବିନି କାରଣ ମୋ ମା ମୋ ବାପା ମୋ ଜେଜେବାପା ସମସ୍ତେ ମୋ ଆଖି ଖୋଲି ଦେଇଛନ୍ତି ରେ। ମୁଁ ଏଥର ଆଉ ଖରାପ ବାଟକୁ ଯିବିନି କି କାହାକୁ କିଛି ଖରାପ କଥା କହିବିନି। ଆରେ ମୋର ସେତିକି ତ ହିଁ ଇଚ୍ଛା ଥିଲା। ତୁ ଜଲ୍ଦି କେମିତି ପରିବର୍ତ୍ତନ ହେଇଯିବୁ, ଭଲ ହେଇକିରି ଆମମାନଙ୍କ ସହିତ ପୁଣି ଥରେ ଭଲରେ ମିଶିବୁ ଆଉ ଭଲ କଥା ହେବୁ। ତୁ ଶୁଣେ ଏଥର ଆମ ସହିତ ଭଲରେ କଥାବାର୍ତ୍ତା ହ। ସମସ୍ତଙ୍କୁ ମୁଁ ବୋଲି ନାହିଁ ସମସ୍ତଙ୍କୁ ଭଲରେ କଥାବାର୍ତ୍ତା କରିବୁ, ସାଙ୍ଗସାଥୀଙ୍କୁ ଭଲରେ ମିଶିବୁ ହେଲା। ଏଥର ଆମେ ମିଶିକି ଖେଳିବା ବୁଲିବା। ହଉ ଶୁଣେ ଏବେ ଚା ପ୍ରହ୍ଲାଦ ପାଖକୁ ଯିବା ଆଉ ତାକୁ ବି କ୍ଷମା ମାଗିଦେବି ତା ସହିତ ବି ମିଶିଯିବି। ସମସ୍ତେ ଥର ବୁଲି ମିଶିକିରି ଖେଳିବା ସାଙ୍ଗସାଥି ହେଇ ରହିବା ଆଉ। ଆରେ ପିଲାମାନେ କ'ଣ ବୁଝିଲ ନା ନାଇଁ? ମୋତେ ଯେତେ ମାଠିଛି ମାଠେ ସେଇ ଦେରପଡ଼ା କାଠେ କେବେ ବି ହେରେଇବାକୁ ଚେଷ୍ଟା କରିବ ନାହିଁ। ଯଦି ଦୃଢ଼ ସଂକଳ୍ପ ଥିବ ତାହେଲେ ବଦଳି ଯାଇପାରିବ କିନ୍ତୁ ଆରମ୍ଭରୁ କେବେ ବି ସେମିତି ହୁଅ ନାହିଁ। ସବୁବେଳେ ଭଲ ପାଠ ପଢ଼, ବାପା ମାଆଙ୍କ କଥା ମାନ, ଗୁରୁଜନମାନଙ୍କ କଥା ଶୁଣି ସାଙ୍ଗସାଥିମାନଙ୍କ ପ୍ରିୟର ପାତ୍ର ହୋଇ ଜୀବନଯାପନ କର। ହଉ ଗପକୁ ଦେଖିଲ ମଜା କଲ, ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଭିଡ଼ିଓକୁ ଲାଇକ୍ ସେୟାର କର। ସେଥିଲାଗି ଆମେ ତୁମମାନଙ୍କ ପାଇଁ ଭଲ ଭଲ ଭିଡ଼ିଓ ଆଣିବୁ ହେଲା। ରହୁଛି।